ଜୁନିୟର ରେଡ୍ କ୍ରସ୍ କ୍ୟାମ୍ପ ଆଜି ଅପରାହ୍ନ 4ଟାରେ ଉଦ୍ଯାପିତ। ସ୍ୱେଚ୍ଛାସେବୀ ଅପହଞ୍ଚ ଗାଁରେ ସେବା ଉପଲବ୍ଧ କରନ୍ତୁ। ଜୁନିୟର ରେଡ୍ କ୍ରସ୍ ଗ୍ରାମଠାରୁ ସହର, ନଗର, ମହାନଗର ପର୍ଯ୍ୟନ୍ତ ସେବା ଯୋଗାଇବାରେ ସବୁବେଳେ ପ୍ରଚେଷ୍ଟା କରିଥାଏ। ସ୍କୁଲ ଛାତ୍ରଛାତ୍ରୀମାନେ ହିଁ ମୁଖ୍ୟ ବ୍ୟକ୍ତିତ୍ୱ, ଯେଉଁମାନେ କି ଲୋକମାନଙ୍କଠାରେ ଆବଶ୍ୟକୀୟ ସେବା ଦେଇପାରିବେ। ଶିବିରରୁ ଆହରଣ କରିଥିବା ଜ୍ଞାନ ଓ କୌଶଳକୁ ସମ୍ବଳ କରି ଶିବିରାର୍ଥୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ପରାମର୍ଶଦାତାମାନେ ପ୍ରତି ଗ୍ରାମକୁ ଯାଇ ଗୋଷ୍ଠୀ ଭିତ୍ତିକ ବିକାଶ କରିବାରେ ସହାୟକ ହୁଅନ୍ତି ବୋଲି ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିବୃନ୍ଦ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ପିପିଲିପାଲି ସ୍ଥିତ ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ରୂପରା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 19ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍କ୍ରସ୍ ଶିକ୍ଷା ଓ ତାଲିମ ଶିବିରକୁ ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ଆୟୋଜିତ ବର୍ଣ୍ଣାଢ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ। ଶିବିରରେ ଦ୍ୱିତୀୟ ଦିବସର ସନ୍ଧ୍ୟା ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଂସ୍କୃତିକ ଉତ୍ସବରେ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଲୁଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ, ପ୍ରାକ୍ତନ ରାଜ୍ୟ ଜେଆର୍ସି ଓ ଧର୍ମ ସିଂ ମିଶ୍ର, ସୋନପୁର ବିଇଓ ଲକ୍ଷ୍ମଣ ମିଶ୍ର, ଉଲୁଣ୍ଡା ବିଇଓ ଅଜୟ ଲୁହା, ସୋନପୁର ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ଜେଆର୍ସି ଉପାଧ୍ୟକ୍ଷ ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ।